ଯେତେବେଳେ ଭାଙ୍ଗିବାକୁ ଚେଷ୍ଟା କରାଗଲା କୁହାଯାଏ ସାପ ମାନଙ୍କର ଖାଲି ଗର୍ଜନ ଶୁଭିଲା, ସୁ ସୁ ହେଇକି ସାପର ଗର୍ଜନ ଶୁଭିଲା। 7ଟା ଏକ ରତ୍ନଭଣ୍ଡାର ଅଛି କି ନାହିଁ, ଥିଲେ କଣ ଅଛି, ସାପ ଅଛି ନା ବେଙ୍ଗ ଅଛି, ନିହାତି ଏଇଟା ଦେଖିବା କଥା, ପୁରା ବନ୍ଦ ହେଇକି ରହିବା କଥା ନୁହଁ, ନିଶ୍ଚିତ ଯିବା କଥା। ଏବଂ ଏହା ଉପରେ ସରକାର ସିରିୟସଲି, ଏ ଫୁଲା ଫାଙ୍କାଣିଆ ରାଜନୀତି ପାଇଁ ନୁହଁ, ଆମେ ଖୋଲିଦେଲୁ ଆମର ନା, ସିରିୟସଲି ଆମର ଜଗନ୍ନାଥ ରହସ୍ୟ ଭିତରେ କେତେ କଣ ଅଛି ତାକୁ ଜାଣିବା ଦରକାର। ଆ ପାଇଁ ସିରିୟସଲି ଗୋଟେ କମିଟି ହେଇକି ତା ଭିତରକୁ ଯିବା ଦରକାର। କିନ୍ତୁ ମୁଁ ଯାହା ଶୁଣିଛି ସେ 1962ରେ ଯୋଉ 3ଟା ରତ୍ନଭଣ୍ଡାର ଖୋଲା ଯାଇଥିଲା, ତାପରେ ଯୋଉ ନେକ୍ସଟ 4ଟା କାହିଁ ଖୋଲା ଯାଇନଥିଲା, ସେତେବେଳେ ମଧ୍ୟ ନ୍ୟୁଜ ପେପର ଆସିଥିଲା, ସେ ତାଲା ଭାଙ୍ଗା ଯାଇ ପାରିଲା ନାହିଁ। ଏବଂ ଯେତେବେଳେ ଭାଙ୍ଗିବାକୁ ଚେଷ୍ଟା କରାଗଲା କୁହାଯାଏ ସାପ ମାନଙ୍କର ଖାଲି ଗର୍ଜନ ଶୁଭିଲା, ସୁ ସୁ ହେଇକି ସାପର ଗର୍ଜନ ଶୁଭିଲା, ଯୋଉଥିପାଇଁ ଏମାନେ ଆଉ ସାହସ କରିପାରିଲେନି ସେଗୁଡା ଖୋଲିବା ପାଇଁ ଏବଂ ଫେରି ଆସିଥିଲେ, 3ଟି ଖୋଲି ଆସିଥିଲେ। କିନ୍ତୁ ତା ଭିତରେ 7ଟି ଅଛି, ତା ଭିତରେ ସୁଡଙ୍ଗ ଅଛି, ଯୋଉ ସୁଡଙ୍ଗ କୁହାଯାଉଛି ଯୋଉ ସୁଡଙ୍ଗ ଭିତରେ ଗଲେ ନରେନ୍ଦ୍ର କୋଣ ଯାଏ ଜଣେ ମାନେ ବାହାରି ପାରିବ, କିଏ କହୁଛି ଲୋକନାଥ ଘାଟଟି ବାହାରି ପାରିବ, ବ୍ରହ୍ମଗିରି ରାସ୍ତାରେ ବାହାରି ପାରିବ। ଆକ୍ଚୁଆଲି ମନ୍ଦିର ଭିତରେ ଆପଣ ଯଦି ମନୋଜ ବାବୁ ମୋ ସାଙ୍ଗରେ ପୁରୀ ମନ୍ଦିର ଆସିବେ, ମୁଁ ଆପଣଙ୍କୁ ଗୋଟେ ମନ୍ଦିରର ସୁଡଙ୍ଗ ରାସ୍ତା ଦେଖେଇଦେବି ଆଜି ଦିନରେ, ଯୋଉଠି ଯେତେବେଳେ ବିଦେଶୀ ଆକ୍ରମଣ ଆକ୍ରମଣ କରୁଥିଲେ ଏମାନେ ପଶୁଥିବେ ସିଂହଦ୍ୱାର ପଟେ, ସେପଟେ ସେ ସୁଡଙ୍ଗ ପଟେ ଠାକୁରଙ୍କୁ ନେଇକି ପଳଉଥିଲେ, ଚିଲିକା ଫିଲିକା କଣ ସେଇ ସିଂହଦ୍ୱାର ବାହାରେ ସେପଟେ ପୁରା ମୋଗଲ ମାନେ ପଶୁଛନ୍ତି, ସେପଟେ ବାହାରିବେ କେମିତି? ତାର ତ ଦେयर ଇଜ ଆନାଦର ସିକ୍ରେଟ ଡୋର, ସୁଡଙ୍ଗ, ଯାହା ବାଟ ଦେଇକି ଠାକୁରଙ୍କୁ ନେଇ ପଳଉଥିଲେ ଲୋକମାନେ। ସେଇ ଯୋଉ ସୁଡଙ୍ଗ ସେଇଟାକୁ ମଧ୍ୟ ଏକ୍ସପ୍ଲୋର କରିବାର ଟାଇମ ଆସିଯାଇଛି। ଏଇ 8-10 ବର୍ଷ ତଳେ ମଶାଲ ଫସାଲ ନେଇ ସେ ସୁଡଙ୍ଗ ଭିତରେ ଲୋକ ପଶିଥିଲେ, କିନ୍ତୁ ଏତେ କିଟିମିଟି ଅନ୍ଧାର, ତା ଭିତରେ ସାପ ଗଛ ପଛ ହେଇଯାଇଛି, ଆଉ କେହି ସାହସ କଲେନି। ସେଇଟା କରିବାକୁ ଗଲେ ସରକାର ଯଦି ସିନସିୟରଲି ଚାହିଁବେ, ଯଦି ପ୍ରଶାସନ ଚାହିଁବ, ସେ ସୁଡଙ୍ଗକୁ ବି ପରିଷ୍କାର କରାହେଇଯାଇପାରିବ। ସେଇ ସୁଡଙ୍ଗ ଗୋଟେ ଠାକୁର ଯାଇକି ବ୍ରହ୍ମଗିରିଠି ଉଠୁଥିଲେ, ଚିଲିକାଠି ଉଠୁଥିଲେ, ତେଣୁ ଏ ସୁଡଙ୍ଗ କୋଉଠି ମନ୍ଦିର ଭିତରେ ଅଛି ଆପଣ ଦେଖିଛନ୍ତି? ଆପଣଙ୍କୁ ମୁଁ ଦେଖେଇଦେବି, ତେଣୁ ଏନ ବି କହିଦଉଛି କୋଉଠି ଅଛି। ଯୋଉଠି ପାଟ ଅଗଣା ପାଖରେ ବିଧବା ବୁଢୀ ମାନେ ବସି ଠାକୁରଙ୍କର ଫୁଲ ଗୁନ୍ଥୁଥାନ୍ତି, ବୁଢୀ ମାନେ ଉତ୍ତର ଦ୍ୱାର ପାଖରେ, ଉତ୍ତର ଦ୍ୱାର ମୁହଁରେ କିନି ବୁଢୀ ମାନେ ଠାକୁରଙ୍କର ପ୍ରତିଦିନର ଯୋଉ ଫୁଲମାଳ ଗୁନ୍ଥୁଥାନ୍ତି, ସେ ବୁଢୀ ମାନଙ୍କ ପାଖରେ ଛିଡା ହନ୍ତୁ, ସାମ୍ନାକୁ ଚାହାନ୍ତୁ, ସାମ୍ନାରେ ଯୋଉ ମନ୍ଦିରଟା ଦେଖିବେ ଅଧା ପୋତି ହେଇଯାଇଛି, ଗୋଟେ ଛୋଟିଆ କବାଟଟେ ଲାଗିଛି, ସେ କବାଟଟି ଖୋଲନ୍ତି ଦେଖିବେ କେତେ ପାହାଚ ତା ଭିତରକୁ ପଡିଛି। ଏନିବଡି କ୍ୟାନ୍ ସି, ଆଜି ଦିନରେ ବି ଆପଣ ଆସିଲେ ଦେଖିପାରିବେ। କିନ୍ତୁ ସେଇଠୁ କାହିଁ ଏକ୍ସପ୍ଲୋର କରାଯାଉନି? ଏଗୁଡା ହଉଛି ଆମର ହେରିଟେଜ, ଏଗୁଡା ହଉଛି ଆମର ଯୋଉ ଅସ୍ମିତା କୁହାଉଛି, ଐତିହ୍ୟ କୁହାଉଛି, ଯୋଉ ସାଇଣ୍ଟିଫିକ ମାନେ ଆର୍କିଟେକ୍ଚରାଲ ଡିଜାଇନ ମନ୍ଦିର। ଆପଣ ଆପଣଙ୍କ ଜେଜେଙ୍କ ଠାରୁ 7ଟି ରତ୍ନଭଣ୍ଡାର କଥା ଶୁଣିଥିଲେ, ତାପରେ ତ ଆପଣ ବହୁତ ରିସର୍ଚ୍ଚ କରିଛନ୍ତି ବହୁ ପ୍ରସଙ୍ଗରେ, ଆପଣ ଆଉ ରିସର୍ଚ୍ଚରୁ କିଛି ପାଇଛନ୍ତି କି, ନା କେବଳ ଶୁଣା କଥା ହିଁ ଏଇଟା ରହିଛି? ନା ନାଇଁ, ଏଇଟା ଶୁଣା କଥାରେ, ମୁଁ ରିସର୍ଚ୍ଚ କଲେ ତ ଆମକୁ ସେଠିକି ଆଲାଉ ନାହିଁ, କିନ୍ତୁ ସେ ସମୟର ଯୋଉ ମାନେ ମୋ ପାଖରେ ତ ସେତେବେଳେ ତ ପାଠ ପଢୁଥିଲି, ପେପର କଟିଂସ ରଖିପାରିଲିନି, କିନ୍ତୁ ସେତେବେଳେ ଏଇ ନ୍ୟୁଜ ଆସିଛି, ଯୋଉ ନ୍ୟୁଜ ଟାକୁ ମୁଁ ସିଧାସଳଖ ପାଠ ପଢିଲା ବେଳେ ସେକୁ ପଢିଛି, ଯେ ମତେ ଦେଖେଇଛନ୍ତି, ହେଇ ଦେଖେ 3ଟା ଖୋଲା ହେଲା, ଆଉ ଖୋଲା ହେଲାନି, ତା ଭିତରେ ସାପ ଗର୍ଜନ କରୁଛି, ତାକୁ କେହି ଖୋଲି ପାରିବେନି, ତା ଭିତରେ ମହାଭାରତ ସମୟର ଗାଣ୍ଡିବ ଧନୁ ଅଛି, ଭୀମଙ୍କ ଗଦା ଅଛି। ଏଗୁଡା ହୁଏତ କଥା ହେଇପାରେ, ମାନେ କରୁଛି, କିନ୍ତୁ ଏଇ ରିସର୍ଚ୍ଚରେ ରିସର୍ଚ୍ଚ କରା ମାନେ ଆପଣଙ୍କୁ ୟୁ ହାଭ ଟୁ ଫାଇଣ୍ଡ ଦି ଟ୍ରୁଥ ଏଗେନ୍, ଟୁ ରିସର୍ଚ୍ଚ ଏଗେନ୍, ଆଉ ଥରେ ଅନ୍ୱେଷଣ କରିବା। ମତେ କିଏ ସେଠିକି ଛାଡିବ? କେହି ଛାଡିବେନି। ଆଉ ଆମର ଏଇ ଯୋଉ ସବୁ ପଣ୍ଡିତ ମାନେ ଅଛନ୍ତି, ଗବେଷକ ତଥାକଥିତ ଗବେଷକ ମାନେ ଅଛନ୍ତି, ସେବାୟତ ମାନେ ଅଛନ୍ତି, ସେ କହେ ବିଭୂଧର କୋଉ ଗାଈର ଗୋବର ଯେ ସିଏ ଗୋଟେ ରିସର୍ଚ୍ଚ କରିବ, ଆମେ ଆକୁ ଛାଡିଦବୁ, ଡୋଣ୍ଟ ଆଲାଉ।